ଗୁଡାରୀ ବ୍ଲକର ମଧୁବନ ଗ୍ରାମ ପଞ୍ଚାୟତର କେପିଟି ରେଙ୍ଗାପଦର ଓ କରଲାଗୁଡ଼ି ଗ୍ରାମକୁ ଯାଇ ଲୋକଙ୍କ ସମସ୍ୟା ବୁଝିଲେ ଜିଲ୍ଲାପାଳ ଶ୍ରୀ ଆଶୁତୋଷ କୁଲକର୍ଣ୍ଣି। ସୋମବାର ଅପରାହ୍ନ ପ୍ରାୟ 2 ଘଣ୍ଟା 30 ମିନିଟ୍ ସମୟରେ ରାୟଗଡ଼ା ଜିଲ୍ଲାପାଳ ଶ୍ରୀ ଆଶୁତୋଷ କୁଲକର୍ଣ୍ଣି ଗୁଡାରୀ ବ୍ଲକର ମଧୁବନ ଗ୍ରାମ ପଞ୍ଚାୟତର କରଲାଗୁଡ଼ି ରେଙ୍ଗାପଦର ଓ କେପିଟି ଗ୍ରାମ ଗସ୍ତ କରିଥିଲେ। ପ୍ରାୟ 3 ରୁ 4 କିଲୋମିଟର ପାଦରେ ଚାଲି ପାହାଡ଼ ଚଢ଼ି ନାଳ ପାର ହୋଇ ଏହି ସମସ୍ତ ଗ୍ରାମ ଗସ୍ତ କରି ଲୋକଙ୍କ ମୌଳିକ ସମସ୍ୟା ପଚାରି ବୁଝିଥିଲେ। ଆଧାର କାର୍ଡ଼ ଓ ଖାଉଟି କାର୍ଡ଼ ସମସ୍ୟା ବହୁ ପରିମାଣରେ ଥିବାରୁ ଏକ କ୍ୟାମ୍ପ କରି ଲୋକଙ୍କୁ ଆଧାର କାର୍ଡ଼ ଓ ଖାଉଟି କାର୍ଡ଼ ପ୍ରଦାନ କରିବା ପାଇଁ ଜିଲ୍ଲାପାଳ ଶ୍ରୀ ଆଶୁତୋଷ କୁଲକର୍ଣ୍ଣି ସ୍ଥାନୀୟ ତହସିଲଦାର ଓ ବିଡ଼ିଓଙ୍କୁ କହିଥିଲେ। ଏହାଛଡ଼ା ପ୍ରଧାନମନ୍ତ୍ରୀ ସଡ଼କ ଯୋଜନାରେ ସମୀକ୍ଷା କରି ଏହି 3 ଗ୍ରାମକୁ ରାସ୍ତା କରିବା ନିମନ୍ତେ ବିଭାଗୀୟ ଅଧିକାରୀଙ୍କୁ କହିବା ସହ ପାନୀୟ ଜଳ ଯୋଗାଣ ବିଦ୍ୟୁତକରଣ ସୁନିଶ୍ଚିତ କରିବା ପାଇଁ ବିଭାଗୀୟ ଅଧିକାରୀଙ୍କୁ କହିଥିଲେ। ଏହାଛଡ଼ା ଏହି 3ଗୋଟି ବିଦ୍ୟାଳୟରେ ଅଙ୍ଗନବାଡ଼ି କେନ୍ଦ୍ର ବିଦ୍ୟାଳୟ କାର୍ଯ୍ୟ ତୁରନ୍ତ କରିବା ପାଇଁ ମଧ୍ୟ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଲୋକଙ୍କ ପାଖରେ ପହଞ୍ଚି ଲୋକଙ୍କ ମୌଳିକ ସମସ୍ୟା ସେମାନେ ସରକାରଙ୍କ ସମସ୍ତ ପ୍ରକାର ସୁବିଧା ପାଇପାରୁଛନ୍ତି କି ନାହିଁ ସେନେ ମଧ୍ୟ ଜିଲ୍ଲାପାଳ ଗ୍ରାମବାସୀଙ୍କ ସହ ଆଲୋଚନା କରିଥିଲେ। ପ୍ରଥମ ଥର ପାଇଁ ଏହି 3ଗୋଟି ଗ୍ରାମକୁ କୌଣସି ଜିଲ୍ଲାପାଳ ଗସ୍ତ କରିବା ପ୍ରଥମ ଘଟଣା ହୋଇଥିବାରୁ ସ୍ଥାନୀୟ ଅଞ୍ଚଳରେ ଲୋକମାନଙ୍କ ମଧ୍ୟରେ ମଧ୍ୟ ଉତ୍ସାହ ଦେଖିବାକୁ ମିଳିଥିଲା। ଜିଲ୍ଲାପାଳଙ୍କ ଏହି ଗସ୍ତ ସମୟରେ ଗୁଣପୁର ଉପଜିଲ୍ଲାପାଳ ଶ୍ରୀ ଦୁଧାଲ ଅଭିଷେକ ଦିଲ୍ଲୀପ, ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ଶ୍ରୀ ଅକ୍ଷୟ କୁମାର ଖେମୁଣ୍ଡୁ, ବିଡ଼ିଓ ଗୁଡାରୀ ସୁଶ୍ରୀ ସୁଚିସ୍ମିତା ବେହେରା, ତହସିଲଦାର ଗୁଡାରୀ ସୁଶ୍ରୀ ଏ ସ୍ନେହଲତାଙ୍କ ସମେତ ନିର୍ବାହୀ ଯନ୍ତ୍ରୀ, କନିଷ୍ଠ ଯନ୍ତ୍ରୀ, ମଧୁବନ ଗ୍ରାମ ପଞ୍ଚାୟତ ନିର୍ବାହୀ ଅଧିକାରୀ ଏବଂ ବିଭାଗୀୟ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ।